news had come for Frankie. Mr. Betty was sick in a serious condition and treated by here and next for Frankie. I was in a fix. What could I say to console the mother? Only good news whether Frankie was still alive or dead. ଅନେକ ମାସ ବିତିଗଲା ମୁଁ ମାଗି ଓ ଶ୍ରୀମତୀ ବେତୀଙ୍କୁ ଦେଖା କରିବାକୁ ଗଲି। ଲେଖକ ଗଲେ କିନ୍ତୁ ଫ୍ରାଙ୍କି ଠାରୁ କୌଣସି ଖବର ଆସିନଥିଲା। ଫ୍ରାଙ୍କି ପ୍ରତି ଥିବା ବ୍ୟାକୁଳତା ଓ ଚିନ୍ତା ଏତେ ବଢ଼ିଯାଇଥିଲା ଯେ ସେ ବେତୀ ଏବେ ଅତି ଶୋଚନୀୟ ଅବସ୍ଥାରେ ରୋଗଗ୍ରସ୍ତ ହୋଇପଡ଼ିଥିଲେ। ମୁଁ ବିଚଳିତ ହୋଇପଡ଼ିଲି। ଏକ ମା ବେତୀକୁ ସାନ୍ତ୍ୱନା ଦେବା ପାଇଁ ମୁଁ କ'ଣ କହିପାରିବି କେବଳ ଈଶ୍ୱର ଜାଣିଥିଲେ। ବେତୀଙ୍କର ପୁତ୍ର ଫ୍ରାଙ୍କି ଏବେ ବି ଜୀବିତ ଥିଲେ ନା ମୃତ? Next. Mr. Gupta, the girl said, my mother has not been ill like this before. I have read in books that Indians love the truth. If you could bring yourself to tell mother only once after looking into the crystal that Frankie is all right, that he is alive, will it be too much of a lie? Will it be very wrong? I thought it over. I am not a very serious man. So I decided to do this, the list of my officials. ଶ୍ରୀଯୁକ୍ତ ଏଇ ଆମେ ହେଲେ ଆମର ଏଇ ଯେମି ବୋଲେ କହିଛି ନା ଶ୍ରୀଯୁକ୍ତ ଗୁପ୍ତା ଝିଅ କହିଲା, ମୋ ମା ଆଗରୁ ଏଭଳି ଅସୁସ୍ଥ ନଥିଲେ। ମୁଁ ବହିଗୁଡ଼ିକରେ ପଢ଼ୁଛି ଯେ ଭାରତୀୟମାନେ ସତ୍ୟକୁ ଭଲ ପାଆନ୍ତି। ଏହି ସ୍ପଷ୍ଟନିକ ଅତି ନିର୍ମଳ ବା ସ୍ୱଚ୍ଛ ସଦୃଶ ମୁଦି ଭିତରକୁ ଭଲ ରୂପେ ଚାହିଁଲା ପରେ ଆପଣ ଯଦି ଥରେ ଆସି ମୋ ମାଆଙ୍କୁ କହିଦିଅନ୍ତେ ଯେ ଫ୍ରାଙ୍କି ପୁରାପୁରି ଠିକ୍ ଅଛି ବା ସେ ଏବେ ବି ଜୀବିତ ଅଛି, ଆପଣଙ୍କର ଏଇ କେତେକ କଥା ପଦକୁ କ'ଣ ମିଛ କୁହାଯିବ? ଏହା କ'ଣ ବଡ଼ ଭୁଲ ହୋଇଯିବ? ଆଦୌ ହେବ ନାହିଁ। ନେକ୍ସଟ ତାପରେ ନାହିଁ ହେବନି। ମୁଁ ସେଠୁ କ'ଣ କଲି ନା ଲେଖକ କହିଲେ, ଝିଅ ମାଗି କଥା ଉପରେ ବହୁତ ଚିନ୍ତା କଲି। ମୁଁ ତ ଜଣେ ଅତ୍ୟନ୍ତ ପୂର୍ଣ୍ଣ ବ୍ୟକ୍ତି ନୁହେଁ, ଲେଖକ କହୁଛନ୍ତି। ମୁଁ ଯେଉଁଠି କହୁଛି ସେଇଟା ହେଉଛି ଲେଖକ। ତେଣୁ ମୁଁ ଏଭଳି ଶ୍ରୀମତୀ ବେତୀଙ୍କୁ ମିଛ କହିବାକୁ ସ୍ଥିର କଲି, ଯାହାକି ମୋର ଅପରାଧ ବା ପାପ ଗୁଡ଼ିକ ଭିତରେ ସବୁଠାରୁ ଛୋଟ ଥିଲା। ମ୍ୟାଗି bought me the ring I took is that approached her mother's beside wishing her good morning. I said, Mr. Betty, your son is alive, he is well. The old woman rested her head a little off the pillow. Tears of happiness welled up in her eyes. Mr. Betty soon recovered. ମ୍ୟାଗି ମୋ ପାଖକୁ ମୁଦିଟି ଆଣିଲା। ମୁଁ ଏହାକୁ ନେଇ ତା'ର ମା ବେତୀଙ୍କୁ ଶଯ୍ୟା ପାଖକୁ ଆଗେଇ ଯାଇଥିଲି। ସେ ବେତୀଙ୍କୁ ସଜାଇ ପଡ଼ିଥିବା ଏକ ସୁପ୍ରଧାନ ଜଣାଇ କହିଲି, ମୁଁ ଶ୍ରୀମତୀ ବେତୀ, ଆପଣଙ୍କ ପୁତ୍ର ଜୀବିତ ଅଛି, ସେ ଭଲରେ ଅଛି। ବୃଦ୍ଧା ବେତୀ ତକିଆ ଉପରୁ ସାମାନ୍ୟ ଭାବରେ ମୁଣ୍ଡ ଉପରକୁ ଉଠାଇଲେ। ତାଙ୍କ ଆଖି ଦୁଇଟିରେ ଆନନ୍ଦର ଲୁହ ବାହାରିଗଲା। ଶ୍ରୀମତୀ ବେତୀ ଶୀଘ୍ର ଆରୋଗ୍ୟ ଲାଭ କଲେ। It was almost time for me to return to India. I wished to go to say goodbye to Maggie and her mother, but the family was mourning. Frankie had been killed in the fighting on the 21st. I called and found that Frankie had been dead some days. When I told his mother he was alive and well, I felt ashamed to face Mr. Betty, so I wrote a letter to them announcing my departure and bidding them goodbye. ଭାରତକୁ ମୋ ଦେଶକୁ ଫେରିବା ସମୟ ପ୍ରାୟ ପାଖେଇ ଆସୁଥିଲା। ମାଗି ଓ ମା ବେତୀଙ୍କୁ ବିଦାୟ ଜଣାଇବାକୁ ମୁଁ ସେମାନଙ୍କ ପାଖକୁ ଯିବାକୁ ଚାହୁଁଥିଲି, କିନ୍ତୁ ପରିବାର ଶୋକସନ୍ତୁପ ଥିଲା। ସୀମାନ୍ତରେ ଯୁଦ୍ଧ କରୁଥିବା ବେଳେ ଫ୍ରାଙ୍କି ମୃତ୍ୟୁବରଣ କରିଥିଲେ। ମୁଁ ହିସାବ କରି ଜାଣିଲି ଯେ ଫ୍ରାଙ୍କି କିଛି ଦିନ ପୂର୍ବରୁ ମୁକ୍ତିଲାଭ କରିଥିଲା। ଯେତେବେଳେ ମୁଁ ତା'ର ମାଆକୁ କହିଥିଲି ଯେ ସେ ଜୀବିତ ଥିବା ଓ କୁଶଳରେ ଥିଲା, ମୁଁ ବେତୀଙ୍କ ମୁହାଁମୁହିଁ ହେବାକୁ ଲଜ୍ଜା ଅନୁଭବ କଲି। ସେଥିପାଇଁ କ'ଣ କଲି, ମୁଁ ଲଜ୍ଜା ଯେତେବେଳେ ଅନୁଭବ କଲି, ସେଥିପାଇଁ ମୁଁ ଭାରତ ଫେରିଯିବା ପ୍ରସ୍ଥାନ ସେମାନଙ୍କୁ ବିଦାୟ ଜଣାଇବାକୁ ଘୋଷଣା କରି ସେମାନଙ୍କ ପାଖକୁ ଗୋଟେ ଚିଠିଟିଏ ଲେଖିଲି। ଦ ମର୍ଣ୍ଣିଂ ଅଫ୍ ମାଇ ଲାଷ୍ଟ ଡେ ଇଜ୍ ଇନ୍ ଲଣ୍ଡନ ରନ୍। The morning of my last day is London run. I was to leave that night. As I was having my breakfast, there was a knock at the door.
Maggie had come to say goodbye. She was wearing black. Are you leaving today? She asked. Yes, I replied. Today is the day of my departure. How long will it take to reach your country? In which part of country do you live? She wanted to know. लंडन मोर शेष दिन सकाଳେ आसी पहुँचला मत से ही राति जगह छाड़बार थिला मु कौन करी जितेबाला मोर प्रात भोजन करुली द्वार रे गोटे ठक ठक शब्द शुणिली मत विदाय जनावा मैगी आसी पहुँचला से कला पोशाक पिंधि आपण कौन आज घर को जाऊँगी से पचारा हाँ मु उत्तर देली आज मोर प्रस्थान लंडन छाड़ी भारत को जीवार कर दिन आपण को देश पहुँचवा आपण को आपण देश में पहुँचवा केते समय लगे आपण देश भारत केउं अंचल रहते से मागी जानवा चाहिला आई हैव एंटर्ड द पंजाब सर्विस आई शैल नॉट नो एक्जैक्टली वेयर आई एम पोस्टेड currently I arrived there is the Punjab very far from there no not very Frankie is very near the Punjab the girl's eyes filled with tears as they spoke when I go to part of the country I shall visit your both brothers give and write to you मु पंजाब लोक सेवार जोग देछि मु सेठारे न पहुँचवा पर्यंत मु सठिक भाव में जानीपारि नहीं केउठारे मु अवस्थापित सेठारु कौन सीमांतर बहुत दूर ना बेसी दूर नुहे फ्रांकी सीमांत पाखे कवर दि जाइए झील मागी एक कहता बेले ता आखि दुईटी लुहरे भरीगला मु जेतेबेले देशर से ही अंचल को जी मु तुम तोर भाईर कबर को बुली ए विषय तोते जन बात सरीगला।